মিয়ানমার পরি ভারতরে হেব ভূকম্প ভাঙ্গিব অট্টালিকা মাটিরে মিশিব ঘর শহ শহ লোক হেবে বাসহরা চালি যাইপারে অনেক জীবন ইয়ে কৌশি জ্যোতির্বিদ কি ভবিষ্যবক্তা পূর্বানুমান করে না বরং কানপুর আইআইটির বৈজ্ঞানিক কহিছন্তি এমিতি আকলন পরে পুরা দেশরে এবে চর্চা সতরে কোণ মিয়ানমার স্থিতি ভারতরে হেব মিয়ানমারে যাহা হেলা ভারতরে বি তাহা হেব ভূকম্পরে দোহলিব পুরা হিন্দুস্তান আইআইটি কানপুর দেলা চমকাই দেবা পরি তথ্য ସାଙ୍ଗାଇଙ୍ଗ ପାଇଁ ହେଉଛି ଭୂକମ୍ପ ବୈଜ୍ଞାନିକ ଜାବେଦ ମଲ୍ଲିକଙ୍କ ସାଂଘାତିକ ଖୁଲାସା ବର୍ଷା ଶୀତ ଓ ଖରା କେବେ ଓ କେଉଁଠି ହେବ ସେ ନେଇ ପାଣିପାଗ ବିଭାଗ ବହୁ ପୂର୍ବରୁ ପୂର୍ବାନୁମାନ କରେ। ଖାଲି ଏତିକି ନୁହେଁ, ବାଦଲ ଫଟା ବର୍ଷା ଓ କାଳବୈଶାଖୀର ବି ପୂର୍ବାନୁମାନ କରିପାରେ ଆଇଏମଡି। ହେଲେ ଭୂକମ୍ପ କେବେ ଓ କେଉଁଠି ହେବ ସେ ନେଇ କୌଣସି ସୂଚନା ଏଯାବତ୍ ପାଣିପାଗ ବିଭାଗ ଦେଇପାରିନି ପୂର୍ବାନୁମାନ କରି। କେବଳ ଭୂକମ୍ପ ପରିଧି ବା ବେଲ୍ଟ କେଉଁ ସ୍ଥାନ ତାହା ଆକଳନ କରାଯାଇପାରେ। ହେଲେ ଭୂକମ୍ପ କେବେ ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରେ ନାହିଁ। ଏହାରି ଭିତରେ ପୁରା ବିଶ୍ୱକୁ ଦୋହଲାଇ ଦେଇଛି ମିଆଁମାରର ଶକ୍ତିଶାଳୀ ଭୂକମ୍ପ। କିଛି ସେକେଣ୍ଡର ଏ ଭୂକମ୍ପ କେତେ ଯେ ଘର ଭାଙ୍ଗିଛି, କେତେ ଯେ ଜୀବନ ନେଇଛି ତାହାର ହିସାବ ନାହିଁ। ଆଉ ସମାଣ୍ଡର ଭାରତ ପ୍ରତି ଥିବା କଥା ବୈଜ୍ଞାନିକ କହିବା ପରେ ଏବେ ଭୟ ବଢ଼ିଛି। ଭାରତରେ କେତେବେଳେ ବି ହୋଇପାରେ ଭୂକମ୍ପ। ହିମାଳୟ ଭୂକମ୍ପ ହେଲେ କଥା ସରିଲା। ଭାରତର ଉତ୍ତରରେ ରହିଛି ସୁଦୀର୍ଘ ହିମାଳୟ। ଆଉ ଏହି ହିମାଳୟ ହିଁ ଆଗାମୀ ଦିନରେ ଦେଶରେ ବିପର୍ଯ୍ୟୟ ସୃଷ୍ଟି କରିପାରେ। ଅର୍ଥାତ୍ ମିଆଁମାରରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ଲାଗି ସାଙ୍ଗାଇଙ୍ଗ ଫଲ୍ଟ ଦାୟୀ। ଏହି ଫଲ୍ଟ ଅତି ବିପଦପୂର୍ଣ୍ଣ। ଠିକ୍ ସେହିପରି ଭାରତର ପଶ୍ଚିମବଙ୍ଗ ସିଲିଗୁଡ଼ିରେ ରହିଛି ଗଙ୍ଗା ଓ ବଙ୍ଗ ଫଲ୍ଟ। ଯଦି କେତେବେଳେ ଏହି ଫଲ୍ଟ ସକ୍ରିୟ ହେଉଛି ତାହେଲେ ଅନ୍ୟ ଫଲ୍ଟ ବି ସକ୍ରିୟ ହୋଇପାରେ। ଯଦି ଏମିତି ହୁଏ ତାହେଲେ ଭୟଙ୍କର ବିପତ୍ତି ମାଡ଼ି ଆସିବ। ଖାଲି ସିଲିଗୁଡ଼ିରେ ନୁହେଁ, ବରଂ ହିମାଳୟରେ ବି ଏମିତି ଅନେକ ଫଲ୍ଟ ରହିଛି ଯାହା ଦେଶ ପାଇଁ କେଉଁ ମୁହୂର୍ତ୍ତରେ ବି ବିପଦ ସୃଷ୍ଟି କରିପାରେ। ଭୂକମ୍ପ କଥା ଆସିଲେ ମନେ ପଡ଼େ ଜାପାନ ଓ ନେପାଳ କଥା। ଗୋଟିଏ ଝଟକାରେ ମାଟିରେ ଲୋଟିଥିଲା ଲକ୍ଷ ଲକ୍ଷ ଜୀବନ। ଭୂକମ୍ପର କଥା ଯେତେବେଳେ ଆସେ ସେବେ ପଡ଼ୋଶୀ ନେପାଳ ଓ ଜାପାନର କଥା ଆସେ। କାରଣ ଶକ୍ତିଶାଳୀ ଭୂକମ୍ପର ଝଟକାରେ ମାତ୍ର କେଇ ମୁହୂର୍ତ୍ତରେ ଦୁଇ ଦେଶର ଭୌଗୋଳିକ ସ୍ଥିତି ବିଗାଡ଼ି ଦେଇଥିଲା। ଏହାରି ଭିତରେ ମିଆଁମାରରେ ଭୂକମ୍ପ ହେବା ପରେ ଜାପାନର ବିଶେଷଜ୍ଞ ଯେଉଁ ଆକଳନ କରିଛନ୍ତି ତାହା ବି ଚିନ୍ତାଜନକ। ସେ କହିଛନ୍ତି ଶୀତ ଋତୁରେ ଦେଶରେ ହେବ ଭୟଙ୍କର ଭୂକମ୍ପ। ଥରକେ ଯିବ 3 ଲକ୍ଷରୁ ଅଧିକ ଲୋକଙ୍କ ଜୀବନ। ଯଦି ଏମିତି ହୁଏ ତାହେଲେ ପୁରା ବିଶ୍ୱର ଅର୍ଥନୀତି ଦୋହଲି ଯାଇପାରେ। ମୋଟ ଉପରେ ଭାରତରେ ବି ଭୟଙ୍କର ଭୂକମ୍ପ ହେବା ନେଇ ଆଶଙ୍କା ଦେଖାଯିବା ପରେ ଏବେ ଚିନ୍ତା ବଢ଼ିଛି।